प्लस टू बोर्ड एग्जाम ଦେଇଛନ୍ ବେଲେ ଜାନିକରି ଖୁସି ହେବେ କି ରିଜଲ୍ଟଟା ଆସିଗଲାନ। ତ ଆପଣମାନେ କେନ୍ତାରେ ନିଜର ମୋବାଇଲ या कंप्यूटर ରିଜଲ୍ଟ ଚେକ୍ କରିପାରିବେ ଜାନିପାରିବେ ସେ ବାବଦେ ଆମେ ଏଇ ଭିଡ଼ିଓରେ ଆପଣଙ୍କୁ ପୁରା ପ୍ରୋସେସ୍ କହିବାକେ ଯାଉଛୁ। ତ ଆପଣମାନେ ନିଜ ରିଜଲ୍ଟଟା ଚେକ୍ କରବାର୍ ଲାଗି ନିଜର ମୋବାଇଲ ନାହିଁ ତ କମ୍ପ୍ୟୁଟରରୁ ଇଣ୍ଡିଆ ରିଜଲ୍ଟ ଲେଖିକିନା ସର୍ଚ୍ଚ କରିନେବେ। ସର୍ଚ୍ଚ କଲା ପରେ ଦେଖିପାରୁଥିବେ ଏଇ ଯେନ୍ ସଫର ଉପରେ ଆପଣଙ୍କୁ ମିଲିଯାଉଛି indiaresult.com ବୋଲିକିନା ଏଇଟାର ଉପରେ ଆପଣମାନେ କ୍ଲିକ୍ କରିନେବେ। ତାପରେ ଏନ୍ତା ଗୋଟେ ପେଜଟେ ଖୋଲିକିନା ଆସିଯିବା। ତ ପ୍ଲିଜ୍ ସିଲେକ୍ଟ ୟୋର ଷ୍ଟେଟ୍ ୟୁଟ୍ୟୁବ ବୋଲି ଆପଣଙ୍କୁ ଲେଖାଇଥିବାର ମିଲିଯାଉଥିବା। ତ ଏଇ ଜାଗାରେ ଆପଣ ନିଜ ଷ୍ଟେଟଟା ସିଲେକ୍ଟ କରିନେବେ। ଆପଣଙ୍କ ସାମନେ ଫିର୍ ଏନ୍ତା ଆଉ ଗୋଟେ ନୂଆ ପେଜଟେ ଖୋଲିକିନା ଆସିଯିବା। ତ ଏଇ ଯେନ୍ ଦେଖିପାରୁଛନ୍ତି ଏନେ ଆପଣମାନଙ୍କୁ ସଫର ଉପରେ ମିଲିଯାଉଥିବା କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ବୋଲିକିନା ଏଇ ଯେନ୍ ଦେଖିପାରୁଛନ୍ CHSE ଓଡ଼ିଶା 12th TH ରିଜଲ୍ଟ 2026 ବୋଲିକିନା ଏଇଟାର ଉପରେ ଆପଣମାନେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଫିର୍ ଏନ୍ତା ଆଉ ଗୋଟେ ନୂଆ ପେଜଟେ ଖୋଲିକିନା ଆସିଯିବା। ତ ଏଇ ଯେନ୍ ଦେଖିପାରୁଛନ୍ CHSE ଓଡ଼ିଶା 12th TH ରିଜଲ୍ଟ 2026 ବୋଲିକିନା ଫିର୍ ଅପସନ୍ଟେ ଦେଖା ମିଲିଯାଉଥିବା। ତ ଏଇଟାର ଉପରେ ଆପଣମାନେ ଆଉ ଥରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଫିର୍ ଏନ୍ତା ଆଉ ଗୋଟେ ନୂଆ ପେଜଟେ ଖୋଲିକିନା ଆସିଯିବା। ତ ଏନେ ଦେଖିପାରୁଥିବେ ଷ୍ଟୁଡେଣ୍ଟ ଡିଟେଲ୍ସ ବୋଲି ଯେନ୍ ଅପସନ୍ ଦେଖବାକେ ମିଲିଯାଉଛି। ଏନେ ଫାର୍ଷ୍ଟ କାଣା କରବେ ଆପଣମାନେ ନିଜ ରିଜଲ୍ଟଟା ଚେକ୍ କରବାର୍ ଲାଗି ଏଇ ଯେ ରେଜିଷ୍ଟ୍ରେସନ୍ ନମ୍ବର ବୋଲି ଅପସନ୍ ମିଲିଯାଉଛି। ଇନେ ଆପଣମାନେ ଫାର୍ଷ୍ଟ ନିଜ ରେଜିଷ୍ଟ୍ରେସନ୍ ନମ୍ବର ଏଣ୍ଟର କରିନେବେ। ରେଜିଷ୍ଟ୍ରେସନ୍ ନମ୍ବର ଏଣ୍ଟର କଲା ପରେ ଯେନ୍ ତଲେ ଦେଖିପାରୁଛନ୍ ରୋଲ୍ ନମ୍ବର ବୋଲି ଅପସନ୍ ଅଛି ଇନେ ଆପଣମାନେ ନିଜ ରୋଲ୍ ନମ୍ବରଟା ଏଣ୍ଟର କରିନେବେ। ରେଜିଷ୍ଟ୍ରେସନ୍ ନମ୍ବର ଆଉ ରୋଲ୍ ନମ୍ବର ଠିକ୍ସେ ଏଣ୍ଟର କଲା ପରେ ଦେଖିପାରୁଥିବେ ଇନେ ଆପଣଙ୍କୁ ଏଇ ଯେନ୍ କ୍ୟାପଚା କୋଡ୍ ଶୋ ହଉଛି କ୍ୟାପଚା କୋଡ୍ଟାକେ ଆପଣମାନେ ଏଇ ବକ୍ସରେ ଫିଲ୍ କରିଦେବେ। କ୍ୟାପଚା ଫିଲ୍ କଲା ପରେ ତାରପରେ ଏଇ ଯେନ୍ ତଲେ ଦେଖିପାରୁଛନ୍ ଆପଣଙ୍କୁ ସବମିଟ୍ ବୋଲି ଯେନ୍ ଅପସନ୍ଟେ ମିଲିଯାଉଛି ଏଇଟାର ଉପରେ ଆପଣମାନେ କ୍ଲିକ୍ କରିନେବେ। ସବମିଟ୍ ଉପରେ କ୍ଲିକ୍ କଲା ପରେ ଦେଖିପାରୁଥିବେ ଆପଣଙ୍କ ଏକ୍ଜାମ ଡିଟେଲ୍ସଟା ଏନ୍ତା ଖୋଲିକିନା ଆସିଯିବା। ତ ଏନେ ଟିକେ ସ୍କ୍ରୋଲ୍ ଡାଉନ୍ କରିବେ। ତ ଯେନ୍ତାକି ଦେଖିପାରୁଥିବେ କ୍ୟାଣ୍ଡିଡେଟ୍ ଡିଟେଲ୍ସ ବୋଲି ଇନେ ସବୁରୁ ଫାର୍ଷ୍ଟ ଆପଣଙ୍କୁ ମିଲିଯାଉଥିବା। ତ ଇନେ ଫାର୍ଷ୍ଟ ଦେଖିପାରୁଥିବେ ସେ ଷ୍ଟୁଡେଣ୍ଟର ନେମ୍ ଶୋ ହଉଥିବା ତାପରେ ରୋଲ୍ ନମ୍ବର ଶୋ ହଉଥିବା ତାପରେ ରେଜିଷ୍ଟ୍ରେସନ୍ ନମ୍ବର ତାପରେ ଇନେ ଷ୍ଟୁଡେଣ୍ଟର ଫାଦର ମଦର ନେମ୍ ଦେଖାଇ ପାଉଥିବେ ଆଉ ସେ କେନ୍ ସ୍କୁଲ କଲେଜରେ ପଢୁଥିଲେ ସେ ସ୍କୁଲ କଲେଜର ନାଁଟା ଇନେ ଶୋ ହଉଥିବା। ତ ମେନ୍ ଜିନିଷଟା ଇନେ ଦେଖିପାରୁଥିବେ ଇ ଯେନ୍ ମାର୍କ ଆୱାର୍ଡେଡ୍ ବୋଲି ଅପସନ୍ ଅଛି ଇନେ ସେ କେନ୍ ସବଜେକ୍ଟରେ ପ୍ରାକ୍ଟିକାଲ ଆଉ ଥିଓରୀରେ କେତେ କେତେ ମାର୍କ ରଖିଛନ୍ ସେ ଡିଟେଲ୍ସଟା ଇନେ ଶୋ ହଉଥିବା। ତାପରେ ଇନେ ଲାଷ୍ଟରେ ଦେଖିପାରୁଥିବେ ଇ ଯେନ୍ ଗ୍ରାଣ୍ଡ ଟୋଟାଲ ବୋଲି ଅପସନ୍ ଅଛି ଇନେ ସେ ଟୋଟାଲ କେତେ ମାର୍କ ରଖିଛନ୍ ଆଉ କେନ୍ ଡିଭିଜନ ରଖିଛନ୍ ସେଟା ଇନେ ଶୋ ହଉଥିବା। ତ ଆପଣମାନେ ଏଇ ନିଜର ମାର୍କ ଡିଟେଲ୍ସଟାକେ ଯଦି ବି ଡାଉନଲୋଡ୍ କରବାର୍ ଲାଗି ଚାହୁଁଛନ୍ କି ପ୍ରିଣ୍ଟ ଆଉଟ୍ କରବାର୍ ଲାଗି ଚାହୁଁଛନ୍ ବେଲେ କାଣା କରିବେ ଟିକେ ସ୍କ୍ରୋଲ୍ ଡାଉନ୍ କରିକିନା ତଲକେ ଆସିବେ। ତଲକେ ଆସିଲା ପରେ ଏଇ ଯେନ୍ ଦେଖିପାରୁଛନ୍ ପ୍ରିଣ୍ଟ ବୋଲି ଅପସନ୍ ଅଛି ଏଇଟାର ଉପରେ ଆପଣମାନେ କ୍ଲିକ୍ କରିକିନା ନିଜର एग्जाम मार्क डिटेल्सटाके डाउनलोड करें प्रिंट आउट करें। तो ये सब प्रोसेस के फॉलो करकिना आपण माने रिजल्ट चेक करें जानी पारबे। तो आशा करूँ ये वीडियोटा आपन यूजफुल होता। तो जदि आम ये वीडियोटा आपको भल लगला बेले वीडियो के गोटे लाइक करदे शेयर करदे। और जदि आपण मैंने आम चैनल नुआ होना एसन कि चैनल के सब्सक्राइब नहीं करवार बेले चैनल के सब्सक्राइब करबे और बेल आइकन के ऑल रे प्रेस करदेवे जेनथि आम आम चैनल आगे आउ जेन नुआ नुआ वीडियो सब अपलोड करमु वीडियो नोटिफिकेशन माने आपण मानक सब आग मिलवा।